ରାଜରାସ୍ତାରେ ଦମ ଦେଖାଇଲା ବିରୋଧୀ ବିଜେଡି। ନବୀନଙ୍କ ଗର୍ଜନରେ ଛାନିଆ ଶାସକ ଦଳର ନେତା। ଚାଷୀଙ୍କ ପାଇଁ ନବୀନଙ୍କ ରଣହୁଙ୍କାରରେ ଖାଇଲା ସରକାର। ରାଜ୍ୟ ରାଜନୀତି ନୁହେଁ, ଏହା ଚାଷୀଙ୍କ ପାଇଁ ମଧ୍ୟ ଏକ ବଡ଼ ପ୍ରସଙ୍ଗ। ଚାଷୀଙ୍କ ସ୍ୱାର୍ଥ ଓ ସୁରକ୍ଷା ହେଉଛି ସରକାରଙ୍କ ମୁଖ୍ୟ କର୍ତ୍ତବ୍ୟ। ହେଲେ ରାଜ୍ୟରେ ଚାଷୀଙ୍କ ଅବସ୍ଥା ଶୋଚନୀୟ। ଧାନ ବିକ୍ରି ନ ହେବାରୁ ମୁଣ୍ଡରେ ହାତ ଦେଇ କାନ୍ଦୁଛି ଚାଷୀ। ମଣ୍ଡିରେ ପଡ଼ି ରହିଛି କୁଇଣ୍ଟାଲ କୁଇଣ୍ଟାଲ ଧାନ ବସ୍ତା। ସତରେ ଯେମିତି ଚାଷୀଙ୍କ ପାଇଁ ନାହିଁ ସରକାରଙ୍କ ଆନ୍ତରିକତା। ଆଉ ଏସବୁକୁ ମୁଦ୍ଦା କରି ଚାଷୀଙ୍କ ପାଇଁ ଲଢ଼େଇ କରିବାକୁ ରାଜରାସ୍ତାକୁ ଓହ୍ଲାଇଛି ବିରୋଧୀ ଦଳ ବିଜେଡି। ଭୁବନେଶ୍ୱର ଲୋୟର ପିଏମ୍ଜିରେ ବିଜେଡି କରିଛି ବିଶାଳ ଚାଷୀ ସୁରକ୍ଷା ସମାବେଶ। ଆଉ ଯାହାକୁ ଦେଖି ସରକାର ଛାନିଆ ହୋଇଛନ୍ତି। ସମାବେଶରେ ସାମିଲ ହୋଇଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ। ନବୀନ ଏଥର ଆଉ ଛାଡ଼ିବା ପରିସ୍ଥିତିରେ ନାହାନ୍ତି। ସିଧା ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ। ବିଜେଡିର ସମସ୍ତ ନେତା, ବିଧାୟକ, ସାଂସଦ ଲୋୟର ପିଏମ୍ଜିରେ ବିଜେପି ସରକାର ବିରୁଦ୍ଧରେ ଖୁବ୍ ବର୍ଷିଥିଲେ। ରାଜ୍ୟ ସରକାରରେ କୃଷି ମାରଣା ନୀତି ଓ ଆଇନ ଶୃଙ୍ଖଳା ପରିସ୍ଥିତିର ଲମ୍ବା ଚିଠା ଓଡ଼ିଶାବାସୀଙ୍କ ସାମ୍ନାରେ ରଖିଛନ୍ତି ଖୋଦ୍ ବିଜେଡି ମୁଖିଆ। ଆଉ ଆଜିର ସମାବେଶ ରାଜ୍ୟ ରାଜନୀତିକୁ ବେଶ ସରଗରମ କରିଥିଲା। ନବୀନ ନିଜ ଭାଷଣରେ କହିଥିଲେ, ସରକାର 2 ବର୍ଷ ପୂରଣ କରିବାକୁ ଯାଉଛି। ବହୁତ ବଡ଼ ବଡ଼ କଥା କହିଥିଲେ, କିନ୍ତୁ କିଛି ମିଳିଲା ନାହିଁ। ବିଜେଡି ସରକାର ଚାଷୀଙ୍କ ପାଇଁ କାଳିଆ ଯୋଜନା କରିଥିଲା, ହେଲେ ଡବଲ ଇଞ୍ଜିନ ସରକାର କିଛି କରିନି ବୋଲି କହିଛନ୍ତି ନବୀନ। ବିଜେଡି ଚାଷୀଙ୍କ ହକ୍ ପାଇଁ ଲଢ଼େଇ ଜାରି ରଖିବ ବୋଲି ସେ କହିଛନ୍ତି। ଲୋକଙ୍କୁ ସେବା ଦରକାର, ନେତାଙ୍କ ପ୍ରବଚନ ନୁହେଁ ବୋଲି କହି କଟାକ୍ଷ କରିଛନ୍ତି ନବୀନ। ତେବେ ସମାନ ଅବସ୍ଥା ମଧ୍ୟ ବିଧାନସଭା ଗୃହରେ ଦେଖିବାକୁ ମିଳିଥିଲା। ବିଧାନସଭା ଅଧିବେଶନ ଆରମ୍ଭ ଦିନରୁ ହିଁ ବିଜେଡି ଓ କଂଗ୍ରେସ ଚାଷୀଙ୍କ ସମସ୍ୟାକୁ ନେଇ ଗୃହ ଭିତରେ ଜୋରଦାର ହଙ୍ଗାମା କରୁଛନ୍ତି। ସେପଟେ ଯୋଗାଣ ମନ୍ତ୍ରୀ ମଧ୍ୟ ଉତ୍ତର ନ ରଖିବା ଏହି ଚାଷୀଙ୍କୁ ଅଧିକ କଷ୍ଟ ଦେଉଛି। ନା ସରକାରଙ୍କ ଆନ୍ତରିକତା, ନା ବିରୋଧୀଙ୍କ ପ୍ରତିବାଦର ପ୍ରତିଫଳନ, ସବୁଆଡୁ ବିଫଳ ହୋଇ ମୁଣ୍ଡରେ ହାତ ରଖି କାନ୍ଦୁଛି ଚାଷୀ। ହେଲେ ତାର କୌଣସି ଲାଭ ମିଳୁନାହିଁ ଚାଷୀମାନଙ୍କୁ। ଆଜି ପ୍ରସଙ୍ଗରେ ବିଧାନସଭାରେ ଆଲୋଚନା ହେଉଥିଲେ ମଧ୍ୟ ବିଜେଡି ସେଥିରେ ଭାଗ ନେଇନଥିଲା। ବିଧାନସଭା ଗୃହ ଛାଡ଼ି ସିଧା ରାଜରାସ୍ତାକୁ ଓହ୍ଲାଇଥିଲା। ଯାହାର ଜବାବ ରଖି ଶାସକ ଦଳ କହିଛି, ବିରୋଧୀ ଚାଷୀଙ୍କୁ ବିଭ୍ରାନ୍ତ କରୁଛନ୍ତି। ପୂର୍ବ ସରକାର ଠାରୁ ଅଧିକ ଧାନ ଉଠାଇଛୁ। 3100 ଟଙ୍କାରେ ଧାନ କିଣିବୁ କହିଥିଲୁ, ତାହା କରିଛୁ। ତେବେ ଏହି ସମାବେଶ ଚାଷୀଙ୍କ ସ୍ୱାର୍ଥରେ କେତେ ସହଯୋଗ କରୁଛି ତାହା ଦେଖିବାକୁ ବାକି।